ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଅତୁଳନୀୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 5 ଅଧ୍ୟାୟର 7 ପଦରେ ଆମମାନେ ଏହିପରି ପାଠ କରୁ, ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ। ଦୟା ଈଶ୍ୱରଙ୍କ ଗୁଣ ବିଶେଷ ଅଟେ। ମନୁଷ୍ୟ ଯାହା ପାଇବା ଯୋଗ୍ୟ ତାହା ତାହାକୁ ନ ଦେବା ହିଁ ଦୟା ଅଟେ। ତେବେ ମନୁଷ୍ୟ କ'ଣ ପାଇବା ଯୋଗ୍ୟ? ଦଣ୍ଡ। ମନୁଷ୍ୟ ନିଜର ପାପ ସ୍ୱଭାବ ହେତୁ, ପାପମୟ କାର୍ଯ୍ୟ ହେତୁ ନିଜ ଉପରେ ଈଶ୍ୱରଙ୍କ କ୍ରୋଧ ସଞ୍ଚୟ କରିବାରେ ଲାଗିଛି। ଅତଏବ ଯଦି ଈଶ୍ୱରଙ୍କ ଠାରୁ ସେ କିଛି ପାଇବା ଯୋଗ୍ୟ, ତାହା ନର୍କ ଦଣ୍ଡ ଛଡ଼ା ଆଉ କିଛି ନୁହେଁ। ମନୁଷ୍ୟକୁ ଏହି ଦଣ୍ଡରୁ ମୁକ୍ତ କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଦେହବନ୍ତ ହେଲେ, ଆଉ ଆପଣା ଶରୀରରେ ମନୁଷ୍ୟର ସେହି ଦଣ୍ଡ ଭୋଗ କଲେ। ସେହି ସମସ୍ତଙ୍କ ପାଇଁ ମୃତ୍ୟୁ ଆସ୍ୱାଦନ କରି ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ, ଯେପରି ଯିଏ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ନର୍କର ଦଣ୍ଡ ଦ୍ୱାରା ବିନଷ୍ଟ ନ ହୋଇ ପାପ କ୍ଷମା ଓ ପରିତ୍ରାଣ ପ୍ରାପ୍ତ ହୋଇ ଈଶ୍ୱରଙ୍କ ଠାରୁ ଅନନ୍ତ ଜୀବନ ଲାଭ କରିପାରେ। ଏହା ହିଁ ଈଶ୍ୱରଙ୍କ ଦୟା, ଅର୍ଥାତ୍ ମନୁଷ୍ୟ ଯେଉଁ ଦଣ୍ଡ ପାଇବା ଉଚିତ ତାହା ସେ ପାଏ ନାହିଁ। କାହିଁକି? କାରଣ ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ଦଣ୍ଡ ଆପେ ଆମ ପାଇଁ ଭୋଗ କଲେ। ଯିଏ ଈଶ୍ୱରଙ୍କ ଦୟା ପ୍ରାପ୍ତ ହୁଏ ସେ ଅନ୍ୟମାନଙ୍କୁ ସୁଦ୍ଧା ଈଶ୍ୱରଙ୍କ ଦୟା ଜ୍ଞାତ ହେବା ନିମନ୍ତେ ସାହାଯ୍ୟ କରେ, ଅର୍ଥାତ୍ ସେ ନିଜେ ମଧ୍ୟ ଦୟାଳୁ ହୁଏ। ଈଶ୍ୱରଙ୍କ ବିଚାରର ଦିନରେ ଏହି ବିଷୟ ବିଚାରକୁ ନିଆଯିବ ଓ ସେ ଦୟା ପ୍ରାପ୍ତ ହେବ। ଆପଣ ମଧ୍ୟ ଯେପରି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଦୟାର ପାତ୍ର ହେବେ, ଏଥି ନିମନ୍ତେ ଆପଣଙ୍କ ପାଇଁ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।